ଆଜିର ମହତ୍ତ୍ୱପୂର୍ଣ୍ଣ ଅନୁଚିନ୍ତା। ନମ୍ବର 1 ମହିଳାମାନେ କେବେ ବି ଘର ଦ୍ୱାର ମୁହଁରେ ବସି ଭୋଜନ କରନ୍ତୁ ନାହିଁ। ଏହାଦ୍ୱାରା ଦରିଦ୍ରତା ଆସିଥାଏ। ନମ୍ବର 2 ମହିଳାମାନେ ରୋଷେଇ କରିସାରିବା ପରେ ଚୁଲା ଉପରେ କୌଣସି ଅନ୍ୟ ଜିନିଷ ରଖନ୍ତୁ ନାହିଁ। ଏହା ଅମଙ୍ଗଳ ହୋଇଥାଏ। ନମ୍ବର 3 ମହିଳାମାନେ କେବେ ବି ସନ୍ଧ୍ୟା ପୂଜା ସମୟରେ କାହାରିକୁ ଥଟ୍ଟା କିମ୍ବା ଅପମାନିତ କରନ୍ତୁ ନାହିଁ। ଏହା ଅମଙ୍ଗଳ ହୋଇଥାଏ। ନମ୍ବର 4 ମହିଳାମାନେ କେବେ ବି ଲୁଣ ରଖୁଥିବା ପାତ୍ରକୁ ଖୋଲା କରନ୍ତୁ ନାହିଁ। ଏହାଦ୍ୱାରା ଘରେ ଧନର ଅଭାବ ହୋଇଥାଏ। ନମ୍ବର 5 ମହିଳାମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଘର ଝାଡ଼ୁ ମାରିଲେ ଧନ ବୃଦ୍ଧି ହୋଇଥାଏ ଏବଂ ସୂର୍ଯ୍ୟ ଅସ୍ତ ପରେ କେବେ ବି ଝାଡ଼ୁ ମାରନ୍ତୁ ନାହିଁ। ନମ୍ବର 6 ମହିଳାମାନେ ଯଦି କିଛି ଧଳା ରଙ୍ଗର ଜିନିଷକୁ ଦାନ କରନ୍ତି ତେବେ ଘରେ କେବେ ଧନର ଅଭାବ ହୋଇବ ନାହିଁ। ନମ୍ବର 7 ଯେଉଁ ମହିଳାମାନଙ୍କ ପାଦର ଆଙ୍ଗୁଠି ମଧ୍ୟରେ ଅଧିକ ଫାଙ୍କ ଥାଏ ସେମାନେ ଧନ ସଞ୍ଚୟ କରିପାରିନଥାନ୍ତି। ନମ୍ବର 8 ଯେଉଁ ମହିଳାମାନଙ୍କ ହାତ ପାପୁଲି କୋମଳ ଏବଂ ହାତରେ ପଦ୍ମ ପତାକା ମାଛ ଓ ଶଙ୍ଖ ଚିହ୍ନ ଥାଏ ସେମାନଙ୍କ ସ୍ୱାମୀ ଧନବାନ ହୋଇଥାନ୍ତି। ନମ୍ବର 9 ଯେଉଁ ମହିଳାଙ୍କ ପାଦର ଆଙ୍ଗୁଠି ଗୁଡ଼ାକ ଲାଗିଥାଏ ଏବଂ କୋମଳ ହୋଇଥାଏ ସେ ବହୁତ ସୌଭାଗ୍ୟଶାଳୀ ହୋଇଥାନ୍ତି। ନମ୍ବର 10 ଯେଉଁ ମହିଳାମାନଙ୍କ ବାମ ହାତରେ ବେକରେ ଗାଲରେ ଓଠରେ ଓ କାନରେ ତିଲ ଚିହ୍ନ ଥାଏ ସେମାନେ ସୁଖ ଭୋଗ କରିଥାନ୍ତି। ନମ୍ବର 11 ଯେଉଁ ମହିଳାମାନଙ୍କ ହାତ କୋମଳ ଲୋମ ନଥାଏ କାନ୍ଧ ଆଗକୁ ଥାଏ ସେମାନେ ଜୀବନରେ ବହୁତ ସୁଖ ଭୋଗ କରିଥାନ୍ତି। ନମ୍ବର 12 ଯେଉଁ ମହିଳାମାନେ ହସିବା ବେଳେ ପାଟି ଅଳ୍ପ ଖୋଲେ ଏବଂ ଦାନ୍ତ ଦେଖାଯାଏ ନାହିଁ ସେ ସ୍ୱାମୀଙ୍କ ପାଇଁ ସୌଭାଗ୍ୟ ଆଣିଥାନ୍ତି। ନମ୍ବର 13 ଯେଉଁ ମହିଳାମାନଙ୍କ ଜିଭ ପତଳା ଲାଲ ଏବଂ କୋମଳ ହୋଇଥାଏ ସେମାନଙ୍କ ଉତ୍ତମ ପତି ଏବଂ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। ନମ୍ବର 14 ଯେଉଁ ମହିଳାମାନଙ୍କ ପାଟି ଉପରେ 16ଟି ଏବଂ ତଳେ 16ଟି ଦାନ୍ତ କ୍ଷୀର ପରି ସଫା ଥାଏ ସେ ସ୍ୱାମୀର ପ୍ରିୟ ହୋଇଥାନ୍ତି। ନମ୍ବର 15 ଯେଉଁ ମହିଳାଙ୍କ ଓଠ ମଝିରେ ରେଖା ଦେଖାଯାଏ ସେମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ମହିଳା ହୋଇଥାନ୍ତି। ଧନ୍ୟବାଦ ଦର୍ଶକ ବନ୍ଧୁ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଜୟ ଜଗନ୍ନାଥ।